ମାଣବସା ଗୁରୁବାର ଦିନ କରନ୍ତୁ ନାହିଁ ଏହି 5ଟି ଭୁଲ। ସର୍ବପ୍ରଥମେ ଗୁରୁବାର ଦିନ କେବେ ହେଲେ ଘର ପୋଛନ୍ତୁ ନାହିଁ କିମ୍ବା ଛାଞ୍ଚୁଣିରେ ଘର ଝାଡ଼ୁ ମାରନ୍ତୁ ନାହିଁ। ସବୁବେଳେ କାଇଁସ ପହଁରାରେ ଝାଡ଼ୁ ମାରନ୍ତୁ। ଗୁରୁବାର ଦିନ କେବେ ହେଲେ ଘର ପୋଛନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ ଓ ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ସେଥିପାଇଁ ଆପଣମାନେ ବୁଧବାର ରାତିରେ ଘର ପୋଛିକି ଝୋଟି ଚିତା ପକାଇ ଦିଅନ୍ତୁ। ତାପରେ ହେଲା, ଘରେ କେବେ ହେଲେ ଗୁରୁବାର ଦିନ ଆମିଷ ରାନ୍ଧନ୍ତୁ ନାହିଁ କିମ୍ବା ଘରର ଅନ୍ୟ କୌଣସି ସଦସ୍ୟମାନଙ୍କୁ ଆମିଷ ଭୋଜନ କରିବା ପାଇଁ ଦିଅନ୍ତୁ ନାହିଁ। ମଦ, ମାଛ, ମାଂସ, ଅଣ୍ଡା ଭଳି ତାମସିକ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ସବୁବେଳେ ସ୍ୱାସ୍ତିକ ଖାଦ୍ୟ ଅରୁଆ ଅନ୍ନ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଗୁରୁବାର ଦିନ କେବେ ହେଲେ ଆପଣ ପିଲାଙ୍କୁ ମାରନ୍ତୁ ନାହିଁ। ଆପଣ ଗୁରୁବାର ଦିନ ପିଲାଙ୍କୁ ମାରିବା ଦ୍ୱାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି ଓ ଆପଣଙ୍କ ଘରୁ ଦୂରେଇ ଯାଇଥାନ୍ତି। ସେଥିପାଇଁ ଆପଣମାନେ କେବେ ହେଲେ ପିଲାଙ୍କୁ ଗୁରୁବାର ଦିନ ମାରନ୍ତୁ ନାହିଁ ଓ ଧଳା ରଙ୍ଗର ଶାଢ଼ୀ ଗୁରୁବାର ଦିନ ନିହାତି ପିନ୍ଧନ୍ତୁ। କାହିଁକିନା ମହାଲକ୍ଷ୍ମୀ ଲକ୍ଷ୍ମୀ ପୁରାଣରେ ମଧ୍ୟ କହିଛନ୍ତି ଯେ ଗୁରୁବାର ଦିନ ଯେଉଁ ନାରୀ ଧଳା ରଙ୍ଗର ଶାଢ଼ୀ ପିନ୍ଧେ, ମା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହେବା ସହିତ ଘର ଧନ ଧାନ୍ୟରେ ଭର୍ତ୍ତି କରିଥାନ୍ତି ଓ ଆପଣଙ୍କୁ ସୌଭାଗ୍ୟବତୀ ବୋଲି ମଧ୍ୟ କହିଥାନ୍ତି। ଓ ଗୁରୁବାର ଦିନ କେବେ ହେଲେ ଆପଣ ମୁଣ୍ଡ ଧୁଅନ୍ତୁ ନାହିଁ। ସବୁବେଳେ ବୁଧବାର ଦିନ ହିଁ ମୁଣ୍ଡ ଧୋଇ ନିଅନ୍ତୁ ଓ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ କିମ୍ବା ଦେହରେ ମଧ୍ୟ ତେଲ ଲଗାନ୍ତୁ ନାହିଁ। ମା ଲକ୍ଷ୍ମୀ କହିଛନ୍ତି ଯେ ଗୁରୁବାର ଦିନ ଯେଉଁ ନାରୀ ମୁଣ୍ଡରେ ତେଲ ଲଗାଏ କିମ୍ବା ଦେହରେ ତେଲ ଲଗାଏ, ସେଭଳି ନାରୀଙ୍କୁ ମା ଲକ୍ଷ୍ମୀ ଜମା ପସନ୍ଦ କରନ୍ତି ନାହିଁ। ସେଥିପାଇଁ ଆପଣମାନେ ଗୁରୁବାର ଦିନ ତେଲ ଲଗାନ୍ତୁ ନାହିଁ କିମ୍ବା ମୁଣ୍ଡ କୁଣ୍ଡାନ୍ତୁ ନାହିଁ। ଦିନ କେବେ ହେଲେ ଲୁଗା ସଫା କରନ୍ତୁ ନାହିଁ, ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଗୁରୁବାର ଦିନ କେବେ ହେଲେ ହଳ କରନ୍ତୁ ନାହିଁ କିମ୍ବା ଖଇ ଭାଜନ୍ତୁ ନାହିଁ। ଏହା ମଧ୍ୟ ପୁରାଣରେ ଲେଖା ଅଛି ଯେ ଖଇ ଭାଜନ୍ତି ନାହିଁ ଗୁରୁବାର ଦିନ କିମ୍ବା ହଳ କରନ୍ତି ନାହିଁ। ତେଣୁ ଆପଣମାନେ ଗୁରୁବାର ଦିନ ହଳ କରନ୍ତୁ ନାହିଁ କିମ୍ବା ଖଇ ଭାଜନ୍ତୁ ନାହିଁ। ଗୁରୁବାର ଦିନ ସର୍ବପ୍ରଥମେ ଆପଣ ଦାଣ୍ଡ ଦୁଆରରେ ଗୋବରରେ ଛୁଞ୍ଚ ଦିଅନ୍ତୁ ଓ ଗୋବର ପାଣି ପକାନ୍ତୁ। ଚୁଲିରୁ ପାଉଁଶ ନ କାଢ଼ିବା ବି ଅଶୁଭ ମନାଯାଏ। ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ଆମିଷ ପାଉଁଶ ଅର୍ଥାତ୍ ଚୁଲିର ବାସି ପାଉଁଶ ନିହାତି କାଢ଼ନ୍ତୁ ଓ ଲାଉରେ ଆଇଁଷ ମିଶାଇ ଖାଦ୍ୟ ଖାଆନ୍ତୁ ନାହିଁ। ଆପଣମାନେ ଜାଣିଥିବେ ଲକ୍ଷ୍ମୀ ପୁରାଣରେ ଲେଖା ଅଛି ଯେ ଲାଉରେ ଆମିଷ ଦେଇ ଭୋଜନ କରନ୍ତୁ ନାହିଁ। ଏହା ମଧ୍ୟ ମା ଲକ୍ଷ୍ମୀଙ୍କୁ ଅପମାନ ହୋଇଥାଏ। ସେଥିପାଇଁ ଆପଣମାନେ ମାଣବସା ଗୁରୁବାର ଦିନ ଲାଉରେ ଆମିଷ ଦେଇ ଭୋଜନ କରନ୍ତୁ ନାହିଁ। ପିଆଜ ରସୁଣ ଖାଆନ୍ତୁ ନାହିଁ ଓ ସବୁବେଳେ ଅରୁଆ ଅନ୍ନ ଖାଇବା ପାଇଁ ଚେଷ୍ଟା କରନ୍ତୁ। ଉଷୁନା ଚାଉଳର ଭାତ ମଧ୍ୟ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇଥାନ୍ତି ଓ ଆପଣଙ୍କ ଘର ଛାଡ଼ି ଦୂରେଇ ଯାଇଥାନ୍ତି। ଗୁରୁବାର ଦିନ ଟଙ୍କା ପଇସା କାହାରିକୁ ଉଧାରରେ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରୁ ଚାଲି ଯାଇଥାନ୍ତି। ସେଥିପାଇଁ ଆପଣ ଭୁଲରେ ବି ଗହଣା କିମ୍ବା ସୁନା କିମ୍ବା ଟଙ୍କା ପଇସା, ଧାନ ଚାଉଳ କିଛି ବି ଦ୍ରବ୍ୟ ଆପଣଙ୍କ ଘରୁ ଅନ୍ୟ ଲୋକଙ୍କୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହେବା ସହିତ ଆପଣଙ୍କ ଘରୁ ଦୂରେଇ ଯାଇଥାନ୍ତି। ଓ ଗୁରୁବାର ଦିନ କେବେ ହେଲେ ସ୍ୱାମୀଙ୍କ ସହିତ ମିଶି ଶୁଅନ୍ତୁ ନାହିଁ। ଆପଣମାନେ ତ ଜାଣିଥିବେ ଲକ୍ଷ୍ମୀ ପୁରାଣରେ ଲେଖା ଅଛି ଯେ ଗୁରୁବାର ହେଉ, ସଂକ୍ରାନ୍ତି, ଅମାବାସ୍ୟା, ପୂର୍ଣ୍ଣମୀ, ଏହି 3 ଦିନରେ ଆପଣମାନେ ସ୍ୱାମୀଙ୍କ ସହିତ ଶୁଅନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଆପଣ ତ ଲକ୍ଷ୍ମୀ ପୁରାଣରେ ପଢ଼ିଥିବେ ଯେ ମା ଲକ୍ଷ୍ମୀଙ୍କର ବର୍ଣ୍ଣନା କରାଯାଇଛି ଯେ ଅମାବାସ୍ୟା, ସଂକ୍ରାନ୍ତି ଓ ପୂର୍ଣ୍ଣମୀ ଦିନ ସ୍ୱାମୀ ସ୍ତ୍ରୀ ଏକା ସାଙ୍ଗରେ ଶୋଇବା ଉଚିତ ନୁହଁ। ତ ଏହିସବୁ କଥାରେ ପାଳନ କରନ୍ତୁ, ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଓ ସନ୍ଧ୍ୟା ଗଡ଼ିଗଲେ ଯେଉଁ ସ୍ତ୍ରୀ ଲୋକମାନେ ଚୁଟି କୁଣ୍ଡାନ୍ତି, ସେମାନଙ୍କ ପାଖରୁ ବି ମା ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି। ସେଥିପାଇଁ ଆପଣମାନେ ଗୁରୁବାର ଦିନ କେବେ ହେଲେ ମୁଣ୍ଡରେ ତେଲ ଲଗାନ୍ତୁ ନାହିଁ କିମ୍ବା ମୁଣ୍ଡ ବି କୁଣ୍ଡାନ୍ତୁ ନାହିଁ। ଗୁରୁବାର ଦିନ ସଧବା ସ୍ତ୍ରୀ ଲୋକମାନେ ଧଳା ରଙ୍ଗର ଶାଢ଼ୀ ପିନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ। ଆଉ ଆପଣମାନେ ମନେ ରଖିବେ, ସମ୍ପୂର୍ଣ୍ଣ ଧଳା ରଙ୍ଗର ଶାଢ଼ୀ କେବେ ହେଲେ ପିନ୍ଧିବେ ନାହିଁ। ଏହା ଅଶୁଭର କାରଣ ହୋଇଥାଏ। ସେଥିପାଇଁ ସବୁବେଳେ ଧଳା ରଙ୍ଗର ଶାଢ଼ୀରେ ଲାଲ କଲର୍ ଥିବା ଶାଢ଼ୀ କିଣନ୍ତୁ ଓ ଗୁରୁବାର ଦିନ ନିହାତି ଧଳା ରଙ୍ଗର ଶାଢ଼ୀ ପିନ୍ଧନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଓ ବିଶେଷ ଧ୍ୟାନ ରଖିବେ ଯେ ଗୁରୁବାର ଦିନ ଆପଣ ପ୍ରାତଃକାଳରୁ ଉଠି ସୂର୍ଯ୍ୟାସ୍ତ ପୂର୍ବରୁ ପୂଜା ସାରି
କରି ତୁଳସୀ ମାଙ୍କୁ ପୂଜା କରି ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ସେର ବସାର ନିୟମ ଅଛି ଯେ ଆପଣମାନେ 7ଟା ପୂର୍ବରୁ ହିଁ ସେର ବସେଇ ପାରିବେ। ଯାହା ଘରେ ମାଣ ସେର ଅଛି କିମ୍ବା ମୁଖା ସେର ଅଛି ସେମାନେ ସେଇ ପ୍ରକାରରେ ପୂଜା କରିପାରିବେ। ପୂଜା ବିଧି ଭିଡ଼ିଓ ବି ମୋ ଚ୍ୟାନେଲରେ ଅଛି, ଆପଣମାନେ ଯଦି ଦେଖିନାହାନ୍ତି ତ ଯାଇ। ଗୁରୁବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ, ଲାଉ ଖାଆନ୍ତୁ ନାହିଁ, ପୋଇ ଖାଆନ୍ତୁ ନାହିଁ, କଲରା ଖାଆନ୍ତୁ ନାହିଁ, ପିତା ଦ୍ରବ୍ୟ ଖାଆନ୍ତୁ ନାହିଁ, ପିଆଜ ରସୁଣ କିଛି ବି ଖାଆନ୍ତୁ ନାହିଁ। ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଭିକାରୀ ଓ କିଛି ଗରିବ ଲୋକଙ୍କୁ ଦାନ କରନ୍ତୁ। ଆପଣମାନେ ତ ଜାଣିଥିବେ ମା ଲକ୍ଷ୍ମୀ କେତେ ଦୟାଳୁ, ସେଥିପାଇଁ ଆପଣମାନେ ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତି, ପୂର୍ଣ୍ଣମୀ ଦିନ ଦୁଃଖୀ ରୋଗୀଙ୍କୁ ଦେଖି ଦାନ କରନ୍ତୁ। ଗୁରୁବାର ଦିନ ନିହାତି ଗାଈଙ୍କୁ ଖାଇବା ପାଇଁ ଦିଅନ୍ତୁ। ଘାସ ହେଉ କିମ୍ବା ରୁଟି ଯେକୌଣସି ବି ଦ୍ରବ୍ୟ ଆପଣ ଦେଇପାରିବେ ଗାଈଙ୍କୁ, କୁକୁରଙ୍କୁ, ପକ୍ଷୀଙ୍କୁ ଖାଇବା ପାଇଁ ଦିଅନ୍ତୁ। ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଆପଣଙ୍କ ଘରୁ ଛାଡ଼ି ଯାଆନ୍ତି ନାହିଁ। ଆଉ ଗୁରୁବାର ଦିନେ କ'ଣ କରିବେ ଆସନ୍ତୁ ଜାଣିବା। ପ୍ରଥମେ ଆପଣମାନେ ସକାଳୁ ଭୋର ଉଠି ଘର ଲିପା ପୋଛା ତ କରିବେ ନାହିଁ, ପୂର୍ବ ରାତିରେ କରିଦେଇଥିବେ। ତ ଗୁରୁବାର ଦିନ ଗୋବର ପାଣି ପକାଇ ଘର ଝାଡ଼ୁ ମାରିବେ, ଦାଣ୍ଡ ବାହାର ଘର ବି ଝାଡ଼ୁ ମାରିବେ, କାଇଁସ ପହଁରାରେ ଝାଡ଼ୁ ମାରିବେ, ଛାଞ୍ଚୁଣିରେ ଝାଡ଼ୁ ମାରିବେ ନାହିଁ, କାରଣ ଲକ୍ଷ୍ମୀଙ୍କର ପାଦ ପଦ୍ମ ପଡ଼ିଥାଏ। ସେଥିପାଇଁ ଆପଣମାନେ କାଇଁସ ପହଁରାରେ ହିଁ ଝାଡ଼ୁ ମାରିବେ, ଛାଞ୍ଚୁଣିରେ ଝାଡ଼ୁ ମାରିବେ ନାହିଁ। ଓ ଗନ୍ଧା ହଳଦୀ, ଗନ୍ଧା ପାଣିରେ ଛିଞ୍ଚନ କରିବେ। ତାପରେ ଆପଣ ଭଲ ଭାବରେ ସ୍ନାନ କରି ଆସି ସିନ୍ଦୁର ଅଳତା ଲଗାଇ ଓ ଆପଣଙ୍କ ଘର ବଡ଼ ଯାଆ ହେଉ କିମ୍ବା ଶାଶୁ ହେଉ ତାଙ୍କୁ ମଧ୍ୟ ଅଳତା ଲଗାଇ ଦିଅନ୍ତୁ। ତାପରେ ପୂଜା ଘରକୁ ଯାଆନ୍ତୁ, ମାଙ୍କୁ ଭଲ ଭାବରେ ଭକ୍ତିର ମନର ସହିତ ପୂଜା କରନ୍ତୁ, ମା ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ଯାହା ବି ଆପଣମାନେ କିଛି ଭୁଲ କରିଛନ୍ତି ମାଙ୍କ ଆଗରେ ପ୍ରାର୍ଥନା କରି କୁହନ୍ତୁ କି ଯାହା ଭୁଲ ହେଇଛି ମା ଆପଣମାନଙ୍କୁ କ୍ଷମା କରିଦିଅନ୍ତୁ ଓ ଆପଣଙ୍କ ଘରର ସବୁ ଦୁଃଖ କଷ୍ଟ ହରି ନିଅନ୍ତୁ। ତ ଆପଣ କେବେ ହେଲେ ସ୍ୱାର୍ଥ ରଖିକି ମାଙ୍କୁ ପୂଜା କରିବେ ନାହିଁ, ମା କ୍ରୋଧିତ ହେବେ। ସେଥିପାଇଁ ଆପଣ ଶ୍ରଦ୍ଧା ମନରେ ଭକ୍ତିର ସହିତ ମାଙ୍କୁ ଆବେଦନ କରିବେ କି ମା ଆପଣଙ୍କ ଘରକୁ ଆସନ୍ତୁ। ଓ ଏମିତି ଆପଣମାନେ ଝୁଟି ପକାଇବେ ଯେ ମା ଦେଖିଲେ ମାଙ୍କୁ ଭଲ ଲାଗିବ, ସେମାନେ ଆପଣଙ୍କ ଘରକୁ ଆସିବେ। ତ ଏଇ ହେଉଛି ମାଣବସା ଗୁରୁବାରର କିଛି ଭୁଲ ଆପଣମାନେ କରନ୍ତୁ ନାହିଁ। ମୁଁ ଆଉ ଥରେ କହି ରଖୁଛି, ମାଣବସା ଗୁରୁବାର ଦିନ କେବେ ପିଲାଙ୍କୁ ମାରନ୍ତୁ ନାହିଁ କିମ୍ବା ପାକ ହାଣ୍ଡି ଧୋଇ କଳା ଛଡ଼ାନ୍ତୁ ନାହିଁ କିମ୍ବା ଝଗଡ଼ା କଳି କରନ୍ତୁ ନାହିଁ। ଶାନ୍ତ ମନରେ ରୁହନ୍ତୁ, ଭଗବାନଙ୍କୁ ପୂଜା କରନ୍ତୁ, ମାଙ୍କୁ ଆରାଧନା କରନ୍ତୁ ଓ କେଶ କୁଣ୍ଡାନ୍ତୁ ନାହିଁ କି କେଶ ଧୁଅନ୍ତୁ ନାହିଁ, ନଖ ଚୁଟି ଦାଢ଼ି କାଟନ୍ତୁ ନାହିଁ, ଆମିଷ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ଘରର ସଦସ୍ୟମାନେ କିମ୍ବା ଘରରେ ଆପଣମାନେ ଆମିଷ ରାନ୍ଧନ୍ତୁ ନାହିଁ। ପଇସା ସୁନା କାହାରକୁ ଋଣରେ ଦିଅନ୍ତୁ ନାହିଁ, ଧାର ବି ଦିଅନ୍ତୁ ନାହିଁ ଗୁରୁବାର ଦିନ। ଆପଣ ଗୁରୁବାର ଦିନ ଘରୁ ଟଙ୍କା ପଇସା ଦେଲେ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଦୂରେଇ ଯାଇଥାନ୍ତି। ତ ସେଥିପାଇଁ ଆପଣମାନେ ଗୁରୁବାର ଦିନ ଏହିସବୁ ଭୁଲ କରନ୍ତୁ ନାହିଁ। ଓ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ବକ୍ସରେ ନିହାତି ଜଣାଇବେ ଓ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ଭିଡ଼ିଓ ଗୋଟେ ଲାଇକ୍ ନିହାତି କରନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ମା ଲକ୍ଷ୍ମୀଙ୍କୁ ପ୍ରଣାମ କରୁଛି ଯେ ଆପଣମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରନ୍ତୁ। ଜୟ ମା ଲକ୍ଷ୍ମୀ।